ଫେବୃଆରୀ 16 ଆରମ୍ଭ ହେବ +2 ବୋର୍ଡ଼ ପରୀକ୍ଷା। ଫେବୃଆରୀ 16 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 20 ଯାଏଁ ଚାଲିବ ପରୀକ୍ଷା। ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ହେବ। ପ୍ରତ୍ୟେକ ଦିନ ସକାଳ 10ଟାରୁ 1ଟା ଯାଏଁ 3 ଘଣ୍ଟା ଧରି ପରୀକ୍ଷା ଚାଲିବ। ପ୍ରଥମ ଦିନ ଅର୍ଥାତ୍ 16 ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେବେ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଜାନୁଆରୀ 2 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ। ବୋର୍ଡ଼ର ସୂଚନା ଅନୁଯାୟୀ ଚଳିତ ବର୍ଷ ସମୁଦାୟ 3,84,597 ପିଲା ଯୁକ୍ତ 2 ବୋର୍ଡ଼ ପରୀକ୍ଷା ଦେବେ। କଳା ବିଭାଗରେ 2,36,425 ଓ ବିଜ୍ଞାନ ବିଭାଗରେ 1,16,447, ବାଣିଜ୍ୟରେ 25,960 ଏବଂ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ 26,655 ଅଧିକ ପିଲାଙ୍କ ଯୁକ୍ତ 2 ପରୀକ୍ଷା ଦେବେ। ବାଣିଜ୍ୟ 16 ତାରିଖ +2 ପରୀକ୍ଷା ଆରମ୍ଭର ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସାହିତ୍ୟ ପରୀକ୍ଷା ରହିଛି। ସେହିପରି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର 17 ତାରିଖରେ